ପୁରୀ ଯାଉଥିବା ବାଟରେ ହଠାତ୍ ଘଟିଲା ବିରାଟ ବଡ଼ ଅଘଟଣ। ଚାହୁଁ ଚାହୁଁ କିଛି ସେକେଣ୍ଡ ଭିତରେ ସବୁ କିଛି ଧ୍ୱଂସ ହୋଇଗଲା। ରାସ୍ତାରେ ଶହ ଶହ ଗାଡ଼ି, 40 ଜଣ ଭକ୍ତଙ୍କ ଜୀବନ। ଆଉ କଣ ବା କରିବେ? ତେବେ ହଠାତ୍ ଘଟିଲା ବିରାଟ ବଡ଼ ଚମତ୍କାର। ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। କଣ ହେଲା, କିଏ କଲା, କେମିତି କଲା? ଶହ ଶହ ଲୋକ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ତମ କରୁଣା ଅପାର ପ୍ରଭୁ, ତମ କରୁଣା ଅପାର। ତେବେ ଭିଡିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନେ ଯଦି ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି କରନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ନିଜ ଆରାଧ୍ୟ ଦେବତା ବୋଲି ମାନନ୍ତି, ଭିଡିଓଟିକୁ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖି ଦିଅନ୍ତୁ। ଖୋର୍ଦ୍ଧା ଜିଲ୍ଲାରେ ରୁହନ୍ତି ରବୀନ୍ଦ୍ର ବାବୁ। ଘରେ ତାଙ୍କର ସ୍ତ୍ରୀ ଆଉ ଗୋଟିଏ ପୁଅ, ଗୋଟିଏ ଝିଅ। ବେଶ ହସ ଖୁସିରେ ଚାଲିଥାଏ ପରିବାର। ପ୍ରଭୁ ଜଗନ୍ନାଥଙ୍କର ଭକ୍ତ ସିଏ। ଘର ପାଖରେ ତାଙ୍କର ଜଗନ୍ନାଥ ମନ୍ଦିର। ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ ସାରି ନିଜ କର୍ମରେ ବାହାରନ୍ତି। ଆଉ ଏମିତି କୌଣସି ପିଲା ନାହିଁ ଯେ ସେ ସବୁ ପିଲାକୁ ନିଜର ପିଲା ବୋଲି ଭାବନ୍ତି। ଶିକ୍ଷକ କହିଲେ ସେ ବହୁତ ଭଲ ଶିକ୍ଷକ। କୌଣସି ପିଲାଙ୍କୁ ମାଡ଼ ମାରନ୍ତିନି, କଥା କଥାରେ ବୁଝାନ୍ତି। ଆଉ ବହୁତ ପିଲାମାନେ ମଧ୍ୟ ସେଇ ଶିକ୍ଷକକୁ ବହୁତ ଭଲ ପାଆନ୍ତି। ଗଣିତ ଶିକ୍ଷକ ହେଲେ କଣ ହେଲା, ପିଲାମାନେ ଶିକ୍ଷକକୁ ମୁଣ୍ଡରେ ବସେଇଥାନ୍ତି। ଆଉ ଶିକ୍ଷକ ଆସିଲେ ପିଲାମାନେ ବହୁତ ଖୁସି ହେଇଯାନ୍ତି। ଆଉ ସତରେ ତାଙ୍କ ଦୁଇଟି ଛୁଆକୁ ମଧ୍ୟ ବହୁତ ଭଲ ପାଠ ପଢେଇଛନ୍ତି ଏବଂ ବହୁତ ଭଲ ଶିକ୍ଷିତ କରିଛନ୍ତି। ଏପଟେ ଝିଅକୁ ତାଙ୍କର ଗାଁ ଲୋକେ ବହୁତ ଭଲ ପାଆନ୍ତି, କାହିଁକି ନା ଝିଅ ଜଣକ ଘରୁ ବାହାରେ ନାହିଁ, ଗୋଟିଏ ଚାଉଳରେ ଗଢା, ସମସ୍ତଙ୍କ କଥା ମାନେ। ଏପଟେ ମାଆକୁ ମଧ୍ୟ ସାହାଯ୍ୟ କରେ। ଆଉ ପୁଅ ଜଣକ ମଧ୍ୟ ଘରେ ବସେ ଏବଂ ପାଠ ପଢେ। ଆଉ ଶେଷରେ ବାଙ୍ଗାଲୋରରେ ମଧ୍ୟ ଚାକିରି ମଧ୍ୟ କରେ। କିନ୍ତୁ ଚାହୁଁ ଚାହୁଁ କିଛି ଦିନ ବିତିଗଲା। ଏପଟେ ଝିଅର ବାହାଘର ସମୟ ମଧ୍ୟ ଆସିଲା। ଝିଅ ବାହାଘର ପାଇଁ ଭଲ ପ୍ରସ୍ତାବଟିଏ ଲାଗିଥାଏ। ପୁନେରେ ଚାକିରି କରୁଛି ପୁଅ ଜଣକ, ସେ ପୁଣି ବି ସଫ୍ଟୱେର ଇଞ୍ଜିନିୟର। ଆଉ ଝିଅ ଜଣକ ତାଙ୍କର ଗ୍ରାଜୁଏସନ ପରେ ବିଏଡି କରିଥିଲେ। କଣ ବା କରିବେ, ଭଲ ପ୍ରସ୍ତାବ ତ ହାତ ଛଡା କରିବେ ନାହିଁ ରବୀନ୍ଦ୍ର ବାବୁ। ଗାଁ ଲୋକ ମଧ୍ୟ କହିଲେ ଭଲ ପ୍ରସ୍ତାବଟିଏ, ହାତ ଛଡା କର ନାହିଁ। ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବାହାରିଲେ ରବୀନ୍ଦ୍ର ବାବୁ। କହିଲେ, ହେ ପ୍ରଭୁ ଜଗତରନାଥ ଜଗନ୍ନାଥ, ତମେ ହିଁ ସାହା ଭରସା। ଆଜି ମୁଁ ଦର୍ଶନ କରିକି ଯିବି। ଦର୍ଶନ କରିଲା ପରେ ତାପରେ ମୋ ଝିଅ କଥା ମୁଁ ଭାବିବି। ଏପଟେ ସ୍ତ୍ରୀକୁ କହିଦେଲେ, ଚାଲ ଯିବା ପୁରୀ। ବହୁତ ଦିନ ହେଲାଣି ଜଗାକୁ ଦର୍ଶନ ହୋଇନି। ଚାହୁଁ ଚାହୁଁ 5 ବର୍ଷ ବିତିଗଲାଣି। ଏଇ ବୟସରେ ଥରେ ଜଗାକୁ ଦର୍ଶନ କରି ତାପରେ ଆମେ ଝିଅର ବାହାଘର କଥା ଭାବିବା। କାହିଁକି ନା ମନଟା କେମିତି କେମିତି ଲାଗୁଛି। ଆଉ ମୋ ଝିଅ ମୋଠୁ ଦୂରେଇ ଗଲେ ମୋତେ ବହୁତ କଷ୍ଟ ଲାଗିବ। କାହିଁକି ନା ମୁଁ ଭାବିଥିଲି ଏଇ ପାଖ ଆଖରେ ବାହା ଦେବି। ଆଉ ବାହାର ରାଜ୍ୟରେ ରହିଲେ ମନଟା ଭାରି କଷ୍ଟ ଲାଗିବ। ଏମିତି ନିଜ ସ୍ତ୍ରୀକି କହୁଥାନ୍ତି। ସ୍ତ୍ରୀ ଜଣକ ମଧ୍ୟ ନିଜ ସ୍ୱାମୀକି ବୁଝାଉଥାନ୍ତି, ଯାହା ହଉ ଜୋଇଁ ଜଣକ ବହୁତ ଭଲ, ଭଲ ପରିବାରଟିଏ, କାହିଁକି ବା ହାତ ଛଡା କରିବା। ଏମିତି ଚାହୁଁ ଚାହୁଁ ବାହାରିଲେ ଭୋର 4ଟା ବେଳେ। ରବୀନ୍ଦ୍ର ବାବୁ ନିଜର ରିଟାୟାର୍ଡ ବୟସରେ ନିଜ ସ୍ତ୍ରୀକି ଧରି ବାହାରିଲେ। ପୁଅକୁ ମଧ୍ୟ କହିଥିଲେ, ଆଉ ପୁଅ ଚାକିରି ହେତୁ ଛୁଟି ନେଇପାରିନଥିଲା। ତେବେ ଝିଅ, ବାପା, ମା ବାହାରିଲେ ପୁରୀ। ବସ୍ ଯୋଗେ ବାହାରିଲେ। ସେପଟେ 40 ଜଣ ଭକ୍ତ ମଧ୍ୟ ସେଇ ବସରେ ଥାନ୍ତି। ଖୋର୍ଦ୍ଧାରୁ ବାହାରିଥାନ୍ତି ପୁରୀ। ଠିକ ବସରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କର ଭଜନ ଲାଗିଥାଏ। ରବୀନ୍ଦ୍ର ବାବୁ ବହୁତ ଖୁସି ଥିଲେ, କାହିଁକି ନା ଆଜି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ମହାପ୍ରସାଦ ଟିକେ ଖାଇବୁ। ଆଉ ମୋର ଝିଅ ବାହାଘର କଥା ମଧ୍ୟ ପ୍ରଭୁକୁ ଜଣେଇବି। ଆଉ ଯଦି ବାହାଘର ମଧ୍ୟ ହେବ ତାହେଲେ ପୁଣି ଆଉ ଥରେ କାର୍ଡ ଧରିକି ଆସିବି, ନିମନ୍ତ୍ରଣ ମଧ୍ୟ କରିବି। ଏମିତି ମନେ ମନେ ବହୁତ କିଛି କଥା ଭାବୁଥାନ୍ତି। ସ୍ତ୍ରୀ ଜଣକ ମଧ୍ୟ କହୁଥାନ୍ତି। ଝିଅ ଜଣକ ମଧ୍ୟ ବହୁତ ଖୁସି, କାହିଁକି ନା ଏତେ ବର୍ଷ ପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀ ଯାଉଛନ୍ତି। ସେପଟେ ଭୋର 4ଟାରୁ ଗାଡିରେ ବସିଲେ, ଗୋଟେ ପ୍ରାଇଭେଟ ଗାଡିରେ। ସେପଟେ ତାଙ୍କ ପାଖ ଲୋକ ମଧ୍ୟ ପୁରୀ ଯିବା ପାଇଁ ବାହାରୁଛନ୍ତି। କାହିଁକି ନା ସମସ୍ତେ ଶ୍ରଦ୍ଧାଳୁ। ଆଉ ସମସ୍ତଙ୍କର ବୟସ ପାଖାପାଖି ରିଟାୟାର୍ଡ ବୟସ 50ରୁ 60 ବର୍ଷ। କେତେ ଜଣ ତାଙ୍କ ନିଜ ଛୁଆକୁ ଧରିକି ମଧ୍ୟ ଆସିଥାନ୍ତି। ପାଖାପାଖି 40ରୁ 50 ଜଣ ସେଇ ବସରେ ବସିଥାନ୍ତି। ରାତି 4ଟାରୁ ଗାଡି ଛାଡିଲା। ସେପଟେ ରବୀନ୍ଦ୍ର ବାବୁ ନିଜର ସ୍ତ୍ରୀ ଏବଂ ଝିଅକୁ ଧରି ବାହାରି ପଡିଲେ। ବସରେ ବସୁ ବସୁ ଭଜନ ଶୁଣୁ ଶୁଣୁ ରବୀନ୍ଦ୍ର ବାବୁଙ୍କର ଆଖି ଲାଗିଯାଇଛି। ସେପଟେ ସ୍ତ୍ରୀ ବାରମ୍ବାର ପଚାରୁଛନ୍ତି, ପୁରୀ ଆଉ କେତେ ବାଟ? ଆଉ ଝିଅ ଜଣକ ଏପଟେ ମୋବାଇଲରେ ଗୀତ ଶୁଣୁଥାନ୍ତି। ସେପଟେ ବସରେ ଭଜନ ଲାଗିବା ଶୁଣି ସମସ୍ତେ ବହୁତ ଜୋରେ ଭଜନ ଗୀତ ଗାଉଥାନ୍ତି। କାହିଁକି ନା ଆଜି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ହେବ। ଧନୁ ସଂକ୍ରାନ୍ତିରେ ବହୁତ ଭଲ ହେବ।
କିନ୍ତୁ କାହିଁକି କିଏ ଜାଣିଥିଲା କାହାର କାଳ ନଜର ଆସିବ ବୋଲି। ଦୁର୍ଭାଗ୍ୟ ବଶତଃ ଡ୍ରାଇଭରର ଆଖି ଲାଗିଯାଇଛି। ଆଉ ହଠାତ୍ ଚାହୁଁ ଚାହୁଁ ଘଟିଗଲା ବିରାଟ ଅଘଟଣ। କିଛି ସେକେଣ୍ଡ ଭିତରେ ସବୁ କିଛି ଲୀନ ହୋଇଗଲା। ଆଉ କଣ ବା କରିବେ ଭକ୍ତମାନେ। ହଠାତ୍ ଡ୍ରାଇଭର ଆଖି ଲାଗିଯିବାରୁ ବସଟି ଓଲଟି ପଡ଼ିଲା, ରାସ୍ତା ସାଇଡରେ ଓଲଟି ପଡ଼ିଲା। ଆଉ ସେହି ସମୟରେ ଭିତରେ ଥିବା ଭକ୍ତମାନେ ଜୋରରେ ଚିଲଉଥାନ୍ତି, ଜୟ ଜଗନ୍ନାଥ କହି ଚିଲଉଥାନ୍ତି, ହେ ପ୍ରଭୁ ରକ୍ଷା କର ବୋଲି ଚିଲଉଥାନ୍ତି, ଉଦ୍ଧାର କର ବୋଲି ଚିଲଉଥାନ୍ତି। ଆଉ ରବୀନ୍ଦ୍ର ବାବୁ ତାଙ୍କ ସ୍ତ୍ରୀ ଏବଂ ଝିଅ ମଧ୍ୟ ଚିଲଉଥାନ୍ତି। ଝିଅ ଉପରେ ବ୍ୟାଗ ଦି ତିନିଟା ପଡିଛି। ଆଉ ରବୀନ୍ଦ୍ର ବାବୁ ଗୋଟିଏ ଲୁହାକୁ ଧରିଛନ୍ତି। ସ୍ତ୍ରୀଙ୍କର ମୁଣ୍ଡ ଫାଣ୍ଡ ଫାଟିଗଲାଣି, କଣ ବା କରିବେ। ଏପଟେ ପ୍ରଭୁ ଜଗନ୍ନାଥଙ୍କୁ ସମସ୍ତେ ଚିଲଉଥାନ୍ତି। ଆଉ ଡ୍ରାଇଭର ଜଣକ ମଧ୍ୟ ତଳେ ପଡିଯାଇଛନ୍ତି। ତେବେ ଆଖପାଖରେ ଯେତିକ ଲୋକ ସବୁ ଥିଲେ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କିଛି ଲୋକ ଗାଡି ମଧ୍ୟ ରଖିଦେଲେ। ଆଉ ସମସ୍ତେ ନିଜ ନିଜର ସାହାଯ୍ୟ କରିବା ପାଇଁ ବସ୍ ଭିତରକୁ ଯାଇ ପଡିଲେ। ତେବେ ବସ୍ ଭିତରେ ଏମର୍ଜେନ୍ସି ଡୋର ମଧ୍ୟ ଖୋଲିଲେ। ସେହି ସମୟରେ ଲୋକମାନେ ଚିଲଉଥାନ୍ତି, ମତେ ରକ୍ଷା କର, ହେ ପ୍ରଭୁ ରକ୍ଷା କର କହି ଚିଲଉଥାନ୍ତି। ଆଉ ରବୀନ୍ଦ୍ର ବାବୁ ଗୋଟେ କଥା ଡାକୁଥାନ୍ତି, ହେ ପ୍ରଭୁ ଜଗନ୍ନାଥ, ଆଜି ତମରି ପାଖକୁ ଏଇ ସବୁ ଭକ୍ତ ଯାଇଥାନ୍ତି, କେବେ ବି କାହାର ଅନିଷ୍ଟ କର ନାହିଁ ପ୍ରଭୁ, କେବେ ବି କାହାର ଅନିଷ୍ଟ କର ନାହିଁ। ରବୀନ୍ଦ୍ର ବାବୁ ନିଜ କଥା ନ ଭାବି ଅନ୍ୟ ସମସ୍ତଙ୍କ କଥା ଭାବୁଥାନ୍ତି। ଆଉ ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଡାକୁଥାନ୍ତି, ସ୍ତ୍ରୀ ଜଣକ ମଧ୍ୟ ଜଗନ୍ନାଥଙ୍କୁ ଡାକୁଥାନ୍ତି, ସମସ୍ତେ ଚିଲଉଥାନ୍ତି। ସେହି ସମୟରେ ଜଣକ ପରେ ଜଣେ ଗାଁର ଲୋକମାନେ ସମସ୍ତଙ୍କୁ ଉଦ୍ଧାର କଲେ, ସମସ୍ତଙ୍କୁ ସାହାଯ୍ୟ କଲେ। କାହାର ମୁଣ୍ଡ ଫାଟିଯାଇଛି, କାହାର ଗୋଡ ଭାଙ୍ଗିଯାଇଛି, ସମସ୍ତେ ରାସ୍ତା ଉପରେ ଠିଆ ହୋଇ ଚିଲଉଥାନ୍ତି, କଣ ବା କରିବେ। କିନ୍ତୁ ଭାଗ୍ୟବଶତଃ କାହାର ବି ମୃତ୍ୟୁ ହେଇନି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆଜି ସମସ୍ତେ ସୁରକ୍ଷିତ ଅଛନ୍ତି। କିନ୍ତୁ ଛୋଟ ମୋଟ ଆଘାତ ଲାଗିଛି। ରବୀନ୍ଦ୍ର ବାବୁଙ୍କ ସ୍ତ୍ରୀଙ୍କର ମୁଣ୍ଡରେ ଆଘାତ ଲାଗିଛି, ଆଉ ଝିଅର ମଧ୍ୟ ମୁଣ୍ଡରେ ଆଘାତ ଲାଗିଛି। ଆଉ ରବୀନ୍ଦ୍ର ବାବୁ ସେଇଠି ଛିଡା ହେଇଥିଲେ। ରବୀନ୍ଦ୍ର ବାବୁଙ୍କର କିଛି ହୋଇନାହିଁ। ସେପଟେ ଆଉ ଦୁଇ ଜଣଙ୍କର ହାତ ଏବଂ ମୁଣ୍ଡ ଫାଟିଯାଇଛି। ଆଉ ସବୁ ଲୋକ ସୁରକ୍ଷିତ ଅଛନ୍ତି। ତେଣୁ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆଜି ସମସ୍ତେ ସୁରକ୍ଷିତ ଅଛନ୍ତି। ଆଉ ଡ୍ରାଇଭର ଜଣକ ନିଦରେ ଶୋଇପଡିଥିବା ଯୋଗୁରୁ ଏମିତି ଘଟଣା ଘଟିଲା। ତେବେ ପ୍ରଭୁ ଜଗନ୍ନାଥ କୃପାରୁ ଏହି ବିରାଟ ବଡ ଅଘଟଣରୁ ଛୋଟିଆ ଅଘଟଣରେ ପରିଣତ ହେଲା। ଆଜି ସମସ୍ତେ ସୁରକ୍ଷିତ ଅଛନ୍ତି। ହେ ପ୍ରଭୁ ଜଗନ୍ନାଥ, ତମ କୃପାରୁ ଆଜି ସମସ୍ତେ ଆମେ ଠିକ ଅଛୁ ପ୍ରଭୁ, ସମସ୍ତେ ଆଜି ଠିକ ଅଛୁ। ଏତେ ବଡ ଅଘଟଣରୁ ତମେ ହିଁ ହଟେଇଦେଲ ପ୍ରଭୁ କହି କାନ୍ଦି ପକଉଥାନ୍ତି, ରୋଡରେ ମୁଣ୍ଡିଆ ମାରି ପକଉଥାନ୍ତି। ଆଉ ତାଙ୍କୁ ଦେଖି ବହୁତ ଲୋକ ରାସ୍ତା ମଝିରେ ଲମ୍ବ ହୋଇ ଶୋଇ ପ୍ରଭୁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ଦଉଛନ୍ତି। କାହିଁକି ନା ଆଜି ଭଳିଆ ଧନୁ ସଂକ୍ରାନ୍ତିରେ ପ୍ରଭୁ ଆପଣ ହିଁ ରକ୍ଷା କଲେ, ପ୍ରଭୁ ଏତେ ବଡ ବିପଦରୁ ଆପଣ ହିଁ ରକ୍ଷା କଲେ। ତମ କରୁଣ ଅପାର ପ୍ରଭୁ, ତମ କରୁଣ ଅପାର, ଏମିତି କହି କାନ୍ଦି ପକଉଥାନ୍ତି। ତେବେ ଥିଲା ରବୀନ୍ଦ୍ର ବାବୁଙ୍କର ଗୋଟିଏ ଛୋଟିଆ ଅନୁଭୂତିଟିଏ, ଯାହାକି ଏବେ ଘଟିଛି। ତେବେ ଆପଣମାନଙ୍କର ଯଦି ଏମିତି କିଛି ଅନୁଭୂତିଟିଏ ଅଛି, ନିଶ୍ଚିତ ଆମ ସହିତ ସେୟାର କରିବେ। କାହିଁକି ନା ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସବୁ କିଛି ଭଲରେ ଥାଏ। ଯଦି ଅନ୍ତର ଆତ୍ମା ନିଜ ମନରୁ ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତି କରୁଥିବେ, ଡାକୁଥିବେ, ନିଶ୍ଚିତ ସେ ତମ ଦୁଃଖ ଶୁଣିବେ। କେବେ ବି ପ୍ରଭୁ ଜଗନ୍ନାଥ ଚାହିଁବେ ନାହିଁ ତାଙ୍କର ଭକ୍ତଟିଏ ଅସୁବିଧାରେ ରହୁ। ତେବେ ଆପଣଙ୍କର ଯଦି ଏଇଭଳିଆ କିଛି ଅନୁଭୂତି ଅଛି, ନିଶ୍ଚିତ ଆମ ସହିତ ସେୟାର କରିବେ। ଜୟ ଜଗନ୍ନାଥ।